প্রিয় দর্শক বন্ধুগণ, আসিଅছি নূতন আপডେଟ୍ ନେଇ, ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ଆଜିର ବଡ଼ ଖବର, ଏହି ଖବର ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ବୋଲି ଅନୁରୋଧ। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲରେ ନୂତନ, ତେବେ ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରି ରଖନ୍ତୁ। ଆଉ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖନ୍ତୁ। ଏହି ଚ୍ୟାନେଲ ମାଧ୍ୟମରେ ସବୁଦିନ ତାଜା ଖବର ଦେଖିପାରିବେ। ଦର୍ଶକ ବନ୍ଧୁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ କି କୁଆପଥର ମାଡ଼? ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ। ଦର୍ଶକ ବନ୍ଧୁଗଣ, ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ନୂଆପଡ଼ାଠାରେ 38.2 ଡିଗ୍ରୀ ରେକର୍ଡ କରାଯାଇଛି ଏବଂ 3ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଅଛି। କେତେକ ଜିଲ୍ଲାରେ ବର୍ଷା ମଧ୍ୟ ରେକର୍ଡ କରାଯାଇଅଛି। କେତୋଟି ଜିଲ୍ଲାରେ କୁଆପଥର ବର୍ଷା ହେବ, ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ, ତାହା ମଧ୍ୟ ଜାଣିପାରିବେ ଏହି ଭିଡ଼ିଓରେ। ଦର୍ଶକ ବନ୍ଧୁଗଣ, ଗତ ଦିନ ମୟୂରଭଞ୍ଜ ଜିଲ୍ଲାରେ ଯେଉଁ ଅଭାବନୀୟ ଘଟଣା ଘଟିଛି, ତାହା ମାରାତ୍ମକ ଅଟେ। ଦର୍ଶକ ବନ୍ଧୁ, ଅନୁଗୁଳ, ମୟୂରଭଞ୍ଜଠାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଅଛି। ତାପମାତ୍ରା ବଲାଙ୍ଗୀର, ବରଗଡ଼ଠାରେ 38 ଡିଗ୍ରୀ, ଝାରସୁଗୁଡ଼ା, ମହିଷପାଟଠାରେ 37.7 ଡିଗ୍ରୀ ଏବଂ ଭବାନୀପାଟଣାର ଟିଟଲାଗଡ଼ଠାରେ 37.5 ଡିଗ୍ରୀ ରେକର୍ଡ କରାଯାଇଅଛି। ଦିନର ତାପମାତ୍ରା ଦର୍ଶକ ବନ୍ଧୁ ଯଦି ଦେଖିବା, ଭାରତର ଉପରେ ଘୂର୍ଣ୍ଣିଝଡ଼ ଘୂରି ବୁଲୁଛି। ଡ୍ରାଫ୍ଟ ଲାଇନ୍ଟି ଆଗାମୀ 5 ଦିନ ରହିବ। ଏହା ଫଳରେ ରାଜ୍ୟର ବିଭିନ୍ନ ଜାଗାରେ କୁଆପଥର ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ଘୂର୍ଣ୍ଣିଝଡ଼ ହେବ। ଆଗାମୀ 24 ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେବ, ଯେମିତି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର, ପୁରୀ ଜିଲ୍ଲାରେ ବର୍ଷା ହେବ। 24 ଘଣ୍ଟା ମଧ୍ୟରେ କୁଆପଥର ବର୍ଷା ହେବ। ସତର୍କ ଜାରି କରାଯାଇଅଛି, ସମସ୍ତେ ସାବଧାନ ରହିବେ। ଏହି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଅଛି। ରେକର୍ଡ କରାଯାଇଅଛି ମୟୂରଭଞ୍ଜ ଜିଲ୍ଲାରେ 50-60 କିଲୋମିଟର ପର ଘଣ୍ଟାରେ ପବନ ବହିବ, ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ ଏବଂ କୁଆପଥର ମାଡ଼ ମିଶା ହେବାର ସମ୍ଭାବନା ଅଛି। ଦର୍ଶକ ବନ୍ଧୁ, ଅନୁମାନ କରାଯାଇଛି 24 ଘଣ୍ଟାରେ କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର, ପୁରୀ ଜିଲ୍ଲାରେ ପବନର ବେଗ ଥିବ 40 କିଲୋମିଟରରୁ 50 କିଲୋମିଟର ପର ଘଣ୍ଟା। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ ଏବଂ କିଛି ସ୍ଥାନରେ କୁଆପଥରର ବର୍ଷା ହେବାର ସମ୍ଭାବନା ଅଛି। 15ଟି ଜିଲ୍ଲାରେ ମଧ୍ୟ ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ଅଛି, ଯେମିତି ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ଝଟକା ପବନ ବହିବ। ପବନର ବେଗ ଥିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା। ଏହି ଜିଲ୍ଲା ମଧ୍ୟରେ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ଅଛି। ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ପ୍ରତି 3 ଘଣ୍ଟାରେ ଅପଡେଟ୍ ଦିଆଯାଇଅଛି। ନୌକାଷ୍ଟ ତରଫରୁ ନିଜେ ବା ଅନ୍ୟ ସମସ୍ତଙ୍କୁ ମଧ୍ୟରେ ସାବଧାନ ରୁହନ୍ତୁ ଏବଂ କରନ୍ତୁ। ବିଜୁଳି ଘଡ଼ଘଡ଼ି, ଝଟକା ପବନ ଏବଂ କୁଆପଥର ବର୍ଷାରୁ ନିଜକୁ ସୁରକ୍ଷିତ ରଖନ୍ତୁ। ଆଗାମୀକାଲି ପାଇଁ 6ଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ, କୁଆପଥର ମାଡ଼ ହେବାର ସମ୍ଭାବନା ଅଛି କିଛି କିଛି ସ୍ଥାନରେ ଏବଂ ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା ବୋଲି ଅନୁମାନ କରାଯାଇଅଛି। ଦର୍ଶକ ବନ୍ଧୁ,
18 ତାରିଖ ପାଇଁ ୟେଲୋ ଆଲର୍ଟ ଜାରି ହୋଇଅଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ୱାର୍ଣ୍ଣିଂ ଦିଆଯାଇଅଛି। କୁଆପଥର ବର୍ଷା ହେବାର ସମ୍ଭାବନା ଅଛି। 19 ତାରିଖ ପାଇଁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ଜାଗାରେ ବର୍ଷା ହେବ, ଯେମିତି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପବନ ବହିବ। ପବନର ବେଗ 30ରୁ 40 କିଲୋମିଟର ପର ଘଣ୍ଟା। 24 ଘଣ୍ଟାର ମଧ୍ୟ ବର୍ଷା କ୍ୟାଲକୁଲେଟ୍ ରହିଛି। ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଏବଂ ଉପକୂଳ ଜିଲ୍ଲାମାନଙ୍କ ବର୍ଷା ଲାଗି ରହିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ କି କୁଆପଥର ମାଡ଼। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ସମ୍ପୂର୍ଣ୍ଣ ତାଜା ଖବର ଜାଣନ୍ତୁ। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରିବେ ଏବଂ ଅନ୍ୟମାନଙ୍କ ସହିତ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଅପଡ଼େଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ବଜାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଅପଡ଼େଟ୍ ସାଙ୍ଗରେ ଆଗାମୀ କାଲି ଦେଖାହେବ। ନମସ୍କାର, ଜୟ ଜଗନ୍ନାଥ, ଜୟ ଓଡ଼ିଶା, ଧନ୍ୟବାଦ।